ପ୍ରଶଂସା ଗୌରବ ସମ୍ଭ୍ରମ ପାଇବାର ଏକମାତ୍ର ଅଦ୍ୱିତୀୟ ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମହତ୍ ନାମର ଧନ୍ୟବାଦ ହେଉ। ସେ ଆମ୍ଭମାନଙ୍କୁ କୃପା କରି ଅନୁଗ୍ରହ କରି ଏବେ ପର୍ଯ୍ୟନ୍ତ ସୁରକ୍ଷା କରି ଆସୁଛନ୍ତି। ଆମମାନଙ୍କୁ ସେ ପ୍ରେମ କରୁଥିବାରୁ ବଞ୍ଚାଇ ଆଣୁଛନ୍ତି। ଏଥିପାଇଁ ତାଙ୍କ ଅଶେଷ ନାମର ଧନ୍ୟବାଦ ହେଉ। ପୁଣି ତତ୍ ସଙ୍ଗେ ସଙ୍ଗେ ମୋର ଶ୍ରୋତାବନ୍ଧୁମାନଙ୍କୁ ହୃଦୟପୂର୍ଣ୍ଣ ଭକ୍ତିଭରା ନମସ୍କାର ଜ୍ଞାପନ କରେ। ଆଜି ଆମେ ପୁଣି ଏକ ଆତ୍ମିକ ଭାବଧାରା ବାକ୍ୟଟିକୁ ଶୁଣିବାକୁ ଯିବା, ଯାହା ବାଇବେଲରେ ଲେଖାଯାଏ, ଏକ ଦୁର୍ବଳକାରୀ ଆତ୍ମାରେ ଆବିଷ୍ଟ ଜଣେ ସ୍ତ୍ରୀ ଲୋକ। ଦୁର୍ବଳକାରୀ ଆତ୍ମା ଏମିତି ଆତ୍ମା ଯେଉଁ ଆତ୍ମା କି ଆଜି ତାଙ୍କୁ ବଶରେ ରଖି ଅଧୀନସ୍ଥ କରି ତା ଇଚ୍ଛାରେ 18 ବର୍ଷ ପର୍ଯ୍ୟନ୍ତ ସେହି ସ୍ତ୍ରୀ ଲୋକକୁ ଚଲେଇକି ଆସୁଅଛି। ବର୍ଷେ କି 2 ବର୍ଷ ନୁହେଁ କି 5 ବର୍ଷ ନୁହେଁ, ଯଦି ଆମେ 18 ବର୍ଷ ପର୍ଯ୍ୟନ୍ତ ଜଣଙ୍କର ଅଧୀନ ରହିବା, ଜଣଙ୍କର ଆଦେଶରେ ଚାଲିବା, ଏହା ଏକ ଚମତ୍କାର ବିଷୟ ଅଟେ। ହୁଏତ ସେହି ସ୍ତ୍ରୀ ଲୋକଟି ଚାହିଁଥିଲେ ସେ ମୁକ୍ତ ହୋଇପାରିଥାନ୍ତା। ସେ ବନ୍ଧନରୁ ସେ ମୁକ୍ତ ହେବା ପାଇଁ ଚେଷ୍ଟା କରିପାରିଥାନ୍ତା, କିନ୍ତୁ କାହିଁକି ସେ 18 ବର୍ଷ ପର୍ଯ୍ୟନ୍ତ ସେହି ଆତ୍ମା ଦ୍ୱାରା ସେ ଆବିଷ୍ଟ ହୋଇଥିଲେ, ବା ଯାହାକି ଶୈତାନର ବନ୍ଧନରେ ସେ ଆବଦ୍ଧ ହୋଇଥିଲେ। ଆମେ ସମସ୍ତେ ଏହି ବାକ୍ୟଟିକୁ ଶୁଣି ଶୁଣି ଆସିଛେ, କିନ୍ତୁ ଆସନ୍ତୁ ଆଜି ଆମେ ଏ ବାକ୍ୟକୁ ଆଲୋଚନା କରିବାକୁ ଯିବା, ଯାହାକି ଲୁକ ପୁସ୍ତକ 13 ପର୍ବର 10, 11, 12 ପୁଣି 16 ପଦକୁ ଆମେ ଆଲୋଚନା କରିବା। ଯାହା 10 ପଦରେ ଲେଖା ଅଛି, ଥରେ ସେ ବିଶ୍ରାମ ବାରରେ ଗୋଟିଏ ସମାଜ ଗୃହରେ ଶିକ୍ଷା ଦେଉଥିଲେ। ଆଉ ଦେଖ, 18 ବର୍ଷ ପର୍ଯ୍ୟନ୍ତ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଜଣେ ସ୍ତ୍ରୀ ଲୋକ ସେଠାରେ ଥିଲା। ସେ କୁବ୍ଜା ହୋଇ କୌଣସି ପ୍ରକାର ଆପଣାକୁ ସଳଖ କରି ପାରୁନଥିଲା। ଯୀଶୁ ତାହାକୁ ଦେଖି ପାଖକୁ ଡାକି କହିଲେ, ହେ ନାରୀ, ତୁମର ଦୁର୍ବଳତାରୁ ମୁକ୍ତ ହେଲ। 16 ପଦ। ତେବେ ଦେଖ, 18 ବର୍ଷ ବ୍ୟାପୀ ଶୈତାନ ଦ୍ୱାରା ଆବଦ୍ଧ ଅବ୍ରାହମଙ୍କର କନ୍ୟା ଏହି ସ୍ତ୍ରୀ ଲୋକଟି କ'ଣ ବିଶ୍ରାମବାରରେ ଆପଣା ବନ୍ଧନରୁ ମୁକ୍ତ ହେବା ଆବଶ୍ୟକ ନଥିଲା? ଅବ୍ରାହମଙ୍କର କନ୍ୟା ଅର୍ଥାତ୍ ଅବ୍ରାହମଙ୍କର ବଂଶଜର ବୋଲି କୁହାଯାଏ। ଅନେକ ଲୋକ କନ୍ୟା ବୋଲି କହିଲେ ଝିଅ ବୋଲି କହନ୍ତି, ସତ କଥା, କିନ୍ତୁ ଅବ୍ରାହମଙ୍କର ଝିଅ ନଥିଲେ, ଅବ୍ରାହମଙ୍କର ବଂଶଧର ଥିଲେ, ବଂଶର ଝିଅ। ତେଣୁ ଏହି ସ୍ତ୍ରୀ ଲୋକଟି ଆମେ ଜାଣିଛେ ଯେ ହୁଏତ ଏ ସମାଜ ଗୃହ, ଯାହାକୁ ଆମେ ପ୍ରାର୍ଥନା ଘର ବୋଲି କହୁ, ସମାଜ ଗୃହକୁ ଏ ଯାଉଥିଲା, ଶିକ୍ଷା ଲାଭ କରୁଥିଲା, ପ୍ରାର୍ଥନା କରୁଥିଲା, କିନ୍ତୁ ମନେ ରଖନ୍ତୁ, ସେ ଏକ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ଥିଲା। ଦୁର୍ବଳକାରୀ ଆତ୍ମା, ପ୍ରିୟ ବନ୍ଧୁଗଣ, ଅନେକ ସମୟରେ ଆମେ ଜାଣିନଥାଉ, କିନ୍ତୁ ଶୈତାନର କବଳରେ ରହିଯାଇଥାଉ। ଅନେକ ସମୟ ଆମେ ଜାଣିଥାଉ ଅବା ଶୈତାନର ଅଧୀନରେ ରହିଥାଉ। ଯେହେତୁ ଆମେ ଶୁଣିଛେ ଅନେକ ଲୋକ ମଦ ପିଅନ୍ତି, କିନ୍ତୁ ଯେତେବେଳେ ମଦ ତାଙ୍କୁ ପିଇ ଦିଏ, ଆଉ ସେମାନଙ୍କର ନିଜସ୍ୱ ବୁଦ୍ଧି ଜ୍ଞାନ ନଥାଏ, ନିଜର ଅଧିକାର ନଥାଏ, ମଦ ଯେମିତି ତାଙ୍କୁ ଚଲାଏ ସେମିତି ସେମାନେ ଚାଲନ୍ତି। ଠିକ୍ ତଦ୍ରୂପ ଆଜି ଏହି ସ୍ତ୍ରୀ ଲୋକଟି 18 ବର୍ଷ ପର୍ଯ୍ୟନ୍ତ କେମିତି ସେ ଦୁର୍ବଳକାରୀ ଆତ୍ମା ଦ୍ୱାରା ଆବିଷ୍ଟ ହୋଇଥିଲେ, ସେ ଦୁର୍ବଳକାରୀ ଆତ୍ମା ଦ୍ୱାରା ଚାଲୁଥିଲେ। ମନୁଷ୍ୟ ଭାବରେ ଅନେକ ଦୁର୍ବଳତା ଥାଏ, ଆଉ ସେ ସବୁ ଦୁର୍ବଳତା ଅନୁସାରେ ଶୈତାନ କାର୍ଯ୍ୟ କରିଥାଏ। ଯଦି ଆମ ଶରୀରରେ ଦୁର୍ବଳତା ରହିଛି, କିଛି ଖରାପ ବ୍ୟବହାର ରହିଛି, ମନ୍ଦ ଅଭ୍ୟାସ ରହିଛି, ସେହି
ଅଭ୍ୟାସ ଅନୁସାରେ ସେ ଖରାପ କାର୍ଯ୍ୟ ଅନୁସାରେ ଶୈତାନ ସେମାନଙ୍କୁ ବ୍ୟବହାର କରିଥାଏ। ଯଥା ନିଶାଦ୍ରବ୍ୟ ସେବନ, ଚୋରି, ମିଥ୍ୟା କହିବା, ବ୍ୟଭିଚାର କରିବା, ବାପା ମାଙ୍କୁ ନ ଦେଖିବା, ଶାଶୁ ଶ୍ୱଶୁରଙ୍କର ଯତ୍ନ ନ ନେବା, ଗିର୍ଜାଘରେ ବିଭିନ୍ନ ସ୍ଥାନମାନଙ୍କରେ ପରଭାଷାରେ ପ୍ରାର୍ଥନା କରିବା କିନ୍ତୁ ଅନ୍ୟାନ୍ୟ ସ୍ଥାନମାନଙ୍କରେ ଦ୍ୱିଅକ୍ଷରିଆ ଭାଷାରେ କଥା ହେବା, ନିନ୍ଦା, ହିଂସା, କୂଟ, ଚର୍ଚ୍ଚା ଏପରି ଅନେକ ଦୁର୍ବଳତା ରହିଛି। ଏହି ଦୁର୍ବଳତାରେ ସୁଯୋଗ ନେଇ ଶୈତାନ ସେହି ଦୁର୍ବଳକାରୀ ଆତ୍ମାକୁ ଆମମାନଙ୍କ ମଧ୍ୟକୁ ପ୍ରେରଣ କରିଥାଏ। ସେହିଦିନ ସେହି ସ୍ତ୍ରୀ ଲୋକଙ୍କୁ ଶୈତାନ 18 ବର୍ଷ ପର୍ଯ୍ୟନ୍ତ ତା ଦୁର୍ବଳତାର ସୁଯୋଗ ନେଇ ତାଙ୍କୁ ସେ କୁବ୍ଜା କରିଦେଇଥିଲା, ତାଙ୍କୁ ସେ ବଙ୍କା କରିଦେଇଥିଲା, ସେ ସଳଖ ହୋଇ ଠିଆ ହୋଇପାରୁନଥିଲା। ପ୍ରିୟ ବନ୍ଧୁଗଣ, ମୁଁ ଦୁଇଟି ଉଦାହରଣ କହି ସମାପ୍ତ କରିବାକୁ ଯିବି। ଯେହେତୁ ଆମମାନଙ୍କ ମଧ୍ୟରେ ଯେଉଁ ଦୁର୍ବଳତା ରହିଛି ତାକୁ ଆମେ ଜାଣିପାରୁଛେ କି? ଯଦି ଜାଣୁଛେ ସମୟ ଅଛି ଆମେ ସଜାଗ ହେବା, ଆମେ ପରିବର୍ତ୍ତନ ହେବା, ପୁଣି ଶୈତାନକୁ ଆମମାନଙ୍କ ମଧ୍ୟରେ ସ୍ଥାନ ଦେବା ନାହିଁ। ଯଦି ଆମେ ମାଥ୍ୟୁ 5:23 ପର୍ବରୁ ଅଧ୍ୟୟନ କରିବା, ଏ ସ୍ଥାନ ଲେଖା ଅଛି, ଆମେ ଯେତେବେଳେ ମନ୍ଦିରକୁ ବା କୌଣସି ସ୍ଥାନକୁ ଯାଉଛୁ ପ୍ରାର୍ଥନା କରିବା ପାଇଁ, ପ୍ରାର୍ଥନାକୁ ଯିବା ପୂର୍ବରୁ ବାଇବେଲ ସଠିକ ଭାବରେ ଲେଖୁଛି କି ଆମେ ଆମର ଶତ୍ରୁ ସହିତ, ଯାହା ସହିତ ଆମେ ଝଗଡ଼ା ହେଇଛୁ, ଯାହା ସହିତ ଆମେ କଳିକଜିଆ ହେଇଛୁ, ତାଙ୍କ ସହିତ ଆମେ ପ୍ରଥମେ ମିଶିବା, କଥାବାର୍ତ୍ତା ହେବା, ତାପରେ ଯେ ଆମେ ପ୍ରାର୍ଥନା କରିବା। କିନ୍ତୁ ଏପରି ସ୍ଥଳରେ ଆମେ ଅନେକ ସମୟରେ ହାରି ଯାଇଥାଉ। ଝଗଡ଼ା ହେଲା ପରେ, କଳିକଜିଆ ହେଲା ପରେ ଆମେ ତାଙ୍କ ସହିତ ମିଶି ନଥାଉ। ଆମମାନଙ୍କ ମଧ୍ୟରେ ଏପରି ଏକ ଦୁର୍ବଳକାରୀ ଆତ୍ମା ରହିଥାଏ, ନିଜକୁ ନ୍ୟୁନ କରିବା ପାଇଁ, ନିଜକୁ ସାନ କରିବା ପାଇଁ ଦେଇନଥାଏ। ସେ କହିଥାଏ ଯେ ତୁ ଠିକ ଅଛୁ, ତୁ କ୍ଷମା ମାଗିବା ଦରକାର ନାହିଁ, ସେ ସିନା ତୋତେ କ୍ଷମା ମାଗିବ। ଆମେ ଯାଇ ମନ୍ଦିରରେ ଅନେକ ପ୍ରକାର ପ୍ରାର୍ଥନା କରିଥାଉ। ମନ୍ଦିରରେ ଆମେ ଲମ୍ବା ଚଉଡ଼ା ପ୍ରାର୍ଥନା କରିଥାଉ, କିନ୍ତୁ ବାଇବେଲ କହୁଛି ଯଦି ଆମେ ନିଜର ଅପରାଧୀକୁ କ୍ଷମା କରିବା ନାହିଁ, ନିଜର ଶତ୍ରୁକୁ, ନିଜର ଆତ୍ମୀୟ ସହିତ, ଯାହା ସହିତ ଆମେ ଝଗଡ଼ା ହେଇଛୁ, ଗଣ୍ଡଗୋଳ ହେଇଛୁ, ତାଙ୍କୁ ଯଦି ଆମେ କ୍ଷମା ମାଗିବା ନାହିଁ, ତେବେ ପ୍ରଭୁ ମଧ୍ୟ ଆମମାନଙ୍କୁ କ୍ଷମା କରିବେ ନାହିଁ। ଆମେ କ୍ଷମା କଲା ପରେ ବା କ୍ଷମା ମାଗିଲା ପରେ ପ୍ରାର୍ଥନା କଲେ ପ୍ରଭୁ ଆମମାନଙ୍କ ପ୍ରାର୍ଥନା ଶୁଣିବେ, ଆମର ପ୍ରାର୍ଥନାର ଉତ୍ତର ଦେବେ। ଯଦି ଏହି ପ୍ରକାର ଆମେ ପ୍ରାର୍ଥନା କରୁନାହୁଁ, ତେବେ ଆମକୁ ମଧ୍ୟ ସେ ଦୁର୍ବଳତାର ଆତ୍ମା ଧରିଛି। ଆମେ ମଧ୍ୟ ସେ ଶୈତାନର ଆତ୍ମା ଦ୍ୱାରା ଆବଦ୍ଧ ହୋଇଛେ। ସେହି ଶୈତାନର କରାଳ ରୂପରେ ଆମେ ମଧ୍ୟ ଛନ୍ଦି ହେଇଛେ, ଆମେ ମୁକ୍ତ ହେଇନାହୁଁ। ଯୀଶୁ ସେଦିନ ସେ ସମାଜ ଗୃହକୁ ଗଲେ ବୋଲି ସିନା, ନଚେତ୍ ସେହି ସ୍ତ୍ରୀ ଲୋକ ମଧ୍ୟ ଏବେ 18 ବର୍ଷ ପରେ ମୁକ୍ତ ହେଲା, କି 20-30 ବର୍ଷ ହେଇଗଲେ ମଧ୍ୟ ସେ ମୁକ୍ତ ହେଇପାରିନଥାନ୍ତା। ସେଦିନର ସମୟ, ସେଦିନର ସୁଯୋଗ, ବେଳା ବାସ୍ତବରେ ସେ ସ୍ତ୍ରୀ ଲୋକ ପାଇଁ ଉପଯୁକ୍ତ ଥିଲା। ସେ ସେମିତି ହିଁ ବଙ୍କା ହିଁ ଚାଲୁଥିଲା। ସେ ଚେଷ୍ଟା ହୁଏତ କରିଥାଇପାରେ କି ନାହିଁ ମୁଁ ଜାଣେ ନା, କିନ୍ତୁ କେତେ କଷ୍ଟ ଜଣେ ଲୋକ ବେଣ୍ଡ ହେଇ ଚାଲିବା, ନଈ ନଈ ଚାଲିବା। ସେ ଚାହୁଁଥିବ ବୋଧେ ମୁଁ ଠିଆ ହେବି ଅନ୍ୟମାନଙ୍କ ପରି, କିନ୍ତୁ ଶୈତାନ ତାକୁ ସେପରି ଠିଆ ହେବାକୁ ସୁଯୋଗ ଦେଉନଥିଲା। ମନେ ରଖନ୍ତୁ, ଯେବେ ଆମେ ଶୈତାନର ହାତରେ ପଡ଼ିଯାଉ, ସେ ଆମ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ଦେବ ନାହିଁ। ଜାଗ୍ରତ, ସେଥିରୁ ମୁକ୍ତ ହେବା ପାଇଁ ହେଲେ ଆମେ ଯୀଶୁଙ୍କ ନିକଟକୁ ଯିବାକୁ ହେବ ବା ଯୀଶୁ ଆମ ନିକଟକୁ ଆସିବାକୁ ହେବ। ଅନେକ ଦୁର୍ବଳତାର ଆତ୍ମା ଆମ ଭିତରେ ଅଛି, ଅନେକ ଦୁର୍ବଳତା ଅଛି, ଯେଉଁ ଦୁର୍ବଳତା ଦ୍ୱାରା ଆଜି ଆମେ ପ୍ରଭୁଙ୍କ ଇଚ୍ଛାକୁ ପୁରା କରିପାରୁନାହୁଁ। ଯଦି ଆମେ ଲୁକ 19 ପର୍ବର କଥା ବି ଚିନ୍ତା କରିବା,
ଜଣେ ବ୍ୟକ୍ତିଙ୍କ କଥା, ଯେଉଁ ବ୍ୟକ୍ତି କି ଯକ୍ଷ ବୋଲି କୁହାଯାଏ। ଯକ୍ଷର ଦୁର୍ବଳତା ଥିଲା ଏମିତିକା ଦୁର୍ବଳତା ଯାହାକି ଅନ୍ୟମାନଙ୍କୁ ନୁହଁ ନିଜ ଭାଇମାନଙ୍କୁ ମଧ୍ୟ ସେ ଠକୁଥିଲା। ଟଙ୍କା ପାଇ ସେ ଯେଉଁ କାର୍ଯ୍ୟ କରୁଥିଲା, ଅନେକ ଅନ୍ୟାୟ ଅଧର୍ମ ବୋଲି ତାକୁ ଜଗତରେ ସେଇ ଲୋକମାନଙ୍କୁ ପାପୀ ଲୋକ ବୋଲି କହୁଥିଲେ। ଯକ୍ଷ ଜଣେ କରଗ୍ରାହୀ, ଏ କର ଆଦାୟ କରୁ କରୁ ଏପରି ଅର୍ଥ ଲୋଭରେ ମାତିଥିଲା ଯେ କାହାକୁ ବି ଛାଡ଼ୁନଥିଲା। ଆକୁ ଜଗତ ପ୍ରକାରେ ବାଙ୍ଗରା ବୋଲି କୁହାଯାଏ। ଯାହା ବାଇବେଲ କହୁଛି ସେ ଜଣେ ବାଙ୍ଗରା ଥିଲା, କିନ୍ତୁ ବାସ୍ତବରେ ଟଙ୍କା ପଇସାର ମୋହ ଆକୁ ସତରେ ବାଙ୍ଗରା କରିଦେଇଥିଲା। ଆତ୍ମିକ ଭାବରେ ବି ଏ ବାଙ୍ଗରା ଥିଲା, ଚାପି ଦେଇଥିଲା। ଯେମିତି ସେଦିନ ସେ 18 ବର୍ଷ ପର୍ଯ୍ୟନ୍ତ ତାକୁ ଚାପି ଦେଇଥିଲା, ବେଣ୍ଡ କରି ରଖିଥିଲା, ସିଧା କରି ଠିଆ ହେବା ପାଇଁ ଦେଉନଥିଲା। ଯୀଶୁ ଆଜି ତାଙ୍କୁ ଡାକୁଛନ୍ତି, ପାଖକୁ ଡାକୁଛନ୍ତି, କହୁଛନ୍ତି, ହେ ନାରୀ, ତୁମ୍ଭର ଦୁର୍ବଳତାରୁ ମୁକ୍ତ ହେଲ। ପ୍ରଭୁଙ୍କ ଲୋକମାନେ, କିନ୍ତୁ ଯକ୍ଷଙ୍କ ଜୀବନରେ ଗୋଟେ ଚେଷ୍ଟା ଥିଲା, ସେ ଦୁର୍ବଳତାରୁ, ସେ ବାଙ୍ଗରାରୁ ସେ ଉଚ୍ଚା ହେବା ପାଇଁ, ଠିଆ ହେବା ପାଇଁ, ଲମ୍ବା ହେବା ପାଇଁ ସେ ଚେଷ୍ଟା କଲା। ଯୀଶୁକୁ ଦେଖିବା ପାଇଁ ସେ ଇଚ୍ଛା କଲା ସତ କଥା। ଯୀଶୁ ତାଙ୍କ ଘରକୁ ଗଲେ ସତ କଥା, କିନ୍ତୁ ଯେଉଁ ପର୍ଯ୍ୟନ୍ତ ସେ ନିଜକୁ ସ୍ୱୀକାର କରିନାହିଁ, ତା ଭୁଲକୁ ସେ ସ୍ୱୀକାର କରିନାହିଁ, ତା ପାପକୁ ସ୍ୱୀକାର କରିନାହିଁ, ସେ ପର୍ଯ୍ୟନ୍ତ ସେ ପରିବାରକୁ ପରିତ୍ରାଣ ଆସିନଥିଲା। ସେ କହିଲା, ଯାହାଠାରୁ ମୁଁ ଗୋଟିଏ ଗୁଣରେ ଆଣିଛି ତାଙ୍କୁ ମୁଁ 4 ଗୁଣରେ ଫେରାଇ ଦେବି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ବର୍ତ୍ତମାନ ସମୟରେ ଆମେ ଆପଣାର ଦୁର୍ବଳତାକୁ ଜାଣିବା ଦରକାର। ମୋ ଜୀବନରେ ଅନେକ ଦୁର୍ବଳତା ଅଛି, ସେଥିମଧ୍ୟରୁ ମୁଁ କେବଳ 2ଟି କଥା କହିଲି, ଯେଉଁ ଦୁର୍ବଳତା ଦ୍ୱାରା କି ଆମେ ଶୈତାନର ବନ୍ଧନରେ ବନ୍ଧା ହେଇଛୁ। 18 ବର୍ଷ କ'ଣ, 20 ବର୍ଷ, 30 ବର୍ଷ, 40, 50 ବର୍ଷ, 60 ବର୍ଷ ହେଇଗଲା, ଆମେ ଏପର୍ଯ୍ୟନ୍ତ ବନ୍ଧା ହେଇଛୁ, ମୁକ୍ତ ହେଇନାହୁଁ। ହଁ, ଗିର୍ଜା ଯାଉଛୁ, ସବୁ ରବିବାରକୁ ରବିବାର ଗିର୍ଜା ଯାଉଛୁ, ପ୍ରାର୍ଥନା କରୁଛୁ, ବାକ୍ୟ ଶୁଣୁଛୁ, ହେଲେ ଆମର ଦୁର୍ବଳକାରୀ ଆତ୍ମା ଆମ ଜୀବନରୁ ଛାଡ଼ି ଯାଉନାହିଁ। ଆମେ ପରିବର୍ତ୍ତନ ହେଇପାରୁନାହିଁ, ଆମ ଜୀବନରେ ସୁସ୍ଥତା ଆସିପାରୁନାହିଁ। ତେଣୁ ଆମେ ପ୍ରାର୍ଥନା କରିବା, ପ୍ରଭୁଙ୍କ ନିକଟରେ ନିବେଦନ କରିବା, ପ୍ରଭୁ ମୋର ଜୀବନରେ ଯେତେ ଦୁର୍ବଳତା ରହିଛି ତୁମେ ବାହାର କରିଦିଅ। ପ୍ରଭୁ ମୋତେ ତୁମର ସେ ଆଶୀର୍ବାଦର ଆତ୍ମା ଦିଅ, ଆତ୍ମିକ ଅଭିଷେକ ଦିଅ, ଯେପରି ମୁଁ ତୁମ ନିମନ୍ତେ ବଞ୍ଚିବି, ତୁମ ରାଜ୍ୟ ନିମନ୍ତେ ବଞ୍ଚିବି। ପ୍ରଭୁ ବିଶେଷ କରି ଆମ ପ୍ରତ୍ୟେକଙ୍କୁ ଏପରି ହେବା ପାଇଁ ସାହାଯ୍ୟ କରନ୍ତୁ। ଆମେନ୍।